ଯେତେବେଳେ ଗୋଟିଏ ମଣିଷ ଅସୁବିଧାରେ ପଡ଼ିଥାଏ, ସେ ଜାଣିନଥାଏ ତାକୁ କେହି ସାହାଯ୍ୟ କରିବେ। ସେ ଟିକିଏ ସାହାଯ୍ୟ ଆଶାରେ ସେ ଲୋକମାନଙ୍କ ପାଖକୁ ଯାଇଥାଏ, ଲୋକମାନଙ୍କୁ ତା ଦୁଃଖ ଜଣେଇଥାଏ। ହେଲେ ଲୋକମାନେ କ'ଣ କରିଥାନ୍ତି? ଲୋକମାନେ ତାର ମଜାକ ଉଡ଼େଇଥାନ୍ତି। ଲୋକମାନେ ତାକୁ ଗାଳିଗୁଲଜ କରିଥାନ୍ତି। ଲୋକମାନେ ତା କଥା ତ ଶୁଣି ନଥାନ୍ତି, ହେଲେ ତାକୁ କିଛି ନ ସାହାଯ୍ୟ କରି ତାର ମଜାକ ଉଡ଼େଇ ତାକୁ ସେଠୁ ବିଦା କରି ଦେଇଥାନ୍ତି। ସମସ୍ତଙ୍କ ଜୀବନରେ ଦୁଃଖ ଅଛି, ସମସ୍ତେ କଷ୍ଟ ପାଉଛନ୍ତି, ସମସ୍ତଙ୍କର କିଛି ନା କିଛି ଅସୁବିଧା ରହିଥାଏ। ହେଲେ ସମସ୍ତେ ସାହାଯ୍ୟ ମାଗିନଥାନ୍ତି, କାରଣ ସେମାନେ ଲୋକଙ୍କ ବିଷୟରେ ଜାଣିଥାନ୍ତି କି କେଉଁ ଲୋକ ତାକୁ ସାହାଯ୍ୟ କରିବ, କିଏ ତାକୁ ତଡ଼ିଦେବ, କିଏ ତାକୁ ଗାଳି ଦେବ, କିଏ ତାକୁ ଖରାପ କରି ସମସ୍ତଙ୍କ ଆଗରେ ବେସରମ କରି କଥାବାର୍ତ୍ତା କରିବ। କ'ଣ ପାଇଁ ଆପଣମାନଙ୍କୁ ଲୋକ ସାହାଯ୍ୟ କରିବେ? କ'ଣ ଆବଶ୍ୟକ ଆପଣଙ୍କ ପାଖରେ ତାଙ୍କର ଯେ ସେ ତୁମକୁ ସାହାଯ୍ୟ କରିବେ? ହଁ ସାଙ୍ଗମାନେ, ମୁଁ ଆଜି ଏମିତି 5 ଜଣଙ୍କ କଥା କହିବି ଯାହା ଜାଣିଲା ପରେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଆଉ ଏହି 5 ଜଣ ଲୋକଙ୍କୁ କେବେ ବି ହେଲେ ଜୀବନରେ ସାହାଯ୍ୟ ମାଗିବେନି, କାରଣ ଏହି 5 ଜଣ ଲୋକ ଆପଣଙ୍କୁ କେବେ ସାହାଯ୍ୟ କରିବେନି। ସବୁବେଳ ପାଇଁ ଆପଣଙ୍କୁ ଠକିଦେବେ, ଆପଣଙ୍କ ସହିତ ଧୋକା କରିବେ, ଆପଣଙ୍କୁ ଖରାପ କରି କହିବେ, ଆପଣଙ୍କୁ ଲୋକମାନଙ୍କ ସାମ୍ନାରେ ବେଜିତ କରିବେ। ତ ଚାଲନ୍ତୁ ସାଙ୍ଗମାନେ, ଆଜିର ଭିଡ଼ିଓଟି ଆପଣମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ଭିଡ଼ିଓ ହେବ। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଯଦି ଭିଡ଼ିଓଟି ଭଲ ଲାଗିବ, ଲାଇକ୍ଟି ନିଶ୍ଚିତ ଭାବରେ କରିବେ। ସାଙ୍ଗମାନେ, ମୁଁ ବିଶ୍ୱଜିତ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଏକ ନୂଆ ଭିଡ଼ିଓରେ। ତ ଚାଲନ୍ତୁ ସାଙ୍ଗମାନେ, ଆଜିର ଭିଡ଼ିଓଟି ଆରମ୍ଭ କରିଦେବା। ଯେଉଁଭଳି ଭାବରେ ସୁନାର ପରୀକ୍ଷା ତାହାକୁ ଜଳାଇଲେ, ଘଷିଲେ ଏବଂ କାଟିବା ଦ୍ୱାରା ହୋଇଥାଏ, ସେହିପରି ମନୁଷ୍ୟର ପରିଚୟ ତ୍ୟାଗଶୀଳ, ଗୁଣ ଏବଂ କର୍ମ ଦ୍ୱାରା ହୋଇଥାଏ। ଏମିତିରେ ସ୍ତ୍ରୀର ଗୁରୁ ତାର ସ୍ୱାମୀ, ବ୍ରାହ୍ମଣ, ବୈଷ୍ଣବ, କ୍ଷତ୍ରିୟଙ୍କ ଗୁରୁ ଅତି ସମସ୍ତଙ୍କର ଗୁରୁ ହୋଇଥାନ୍ତି। ଏହି ସମସ୍ତଙ୍କର ଗୁରୁ ବ୍ରାହ୍ମଣ ହୋଇଥାଏ। କୌଣସି ବି ଜିନିଷକୁ ସେତେ ପର୍ଯ୍ୟନ୍ତ ଭୟ କରିବା ଉଚିତ ଯେତେବେଳେ ତାହା ଆପଣଙ୍କ ସାମ୍ନାକୁ ନ ଆସିଯାଇଛି। ସାମ୍ନାକୁ ଆସିଲେ ତାହାକୁ ବିନା ଭୟରେ ପ୍ରହାର କରିବା ଉଚିତ। ଜଣେ ମାଆର ଗର୍ଭରୁ ଏବଂ ଗୋଟିଏ ନକ୍ଷତ୍ରର ଜନ୍ମ ହୋଇଥିବାର 2 ସନ୍ତାନ କେବେ ବି ଗୁଣ ଏବଂ ଶିଳାରେ ସୀମିତ ହୋଇ ନଥାନ୍ତି, କାରଣ ବେଲଗଛର ସବୁ କଣ୍ଟା ମଧ୍ୟ ସମାନ ହୋଇନଥାନ୍ତି। ଯାହାର କେଉଁ ବସ୍ତୁ ଉପରେ ଆକାଂକ୍ଷା ନଥାଏ, ସେ କେବେ ବି ସେହି ବସ୍ତୁର ଅଧିକାରୀ ହୋଇନଥାଏ। ଯେଉଁ ବ୍ୟକ୍ତି ସୌନ୍ଦର୍ଯ୍ୟ ପ୍ରେମୀ ହୋଇନଥାଏ, ତାର ଶୃଙ୍ଗାର ପ୍ରତି ଆସକ୍ତି ମଧ୍ୟ ନଥାଏ, କାରଣ ଚତୁର ବ୍ୟକ୍ତି କେବେ ବି ମଧୁର ବଚନ କରିପାରିନଥାଏ ଏବଂ ସ୍ପଷ୍ଟ ବକ୍ତା କେବେ ବି ଧୋକେବାଜ ହୋଇନଥାଏ। ସର୍ବଦା ମୂର୍ଖ ପଣ୍ଡିତ ସହିତ, ବିଧବା ବିବାହିତ ସହିତ, ଧନୀ ଦରିଦ୍ର ସହିତ ଶତ୍ରୁତା ରଖିଥାନ୍ତି। ଆଳସ୍ୟ ଦ୍ୱାରା ବିଦ୍ୟା ନଷ୍ଟ ହୋଇଥାଏ, ସେହିଭଳି ଅନ୍ୟ ପାଖକୁ ଗଲେ ଧନ, ମଞ୍ଜି ଅଭାବର ଫସଲ ଏବଂ ସେନାପତି ଅଭାବରେ ସେନା ନଷ୍ଟ ହୋଇଥାଏ। ଅଭ୍ୟାସ ଦ୍ୱାରା ବିଦ୍ୟା ଏବଂ ସ୍ୱଭାବ ଦ୍ୱାରା କୁଳର ଯଶ ବୃଦ୍ଧି ହୁଏ। ସର୍ବଦା ମନୁଷ୍ୟର ଆଖିରୁ ହିଁ ତାହାର କ୍ରୋଧ ବିଷୟରେ ଜଣାପଡ଼ିଥାଏ। ଅର୍ଥ ଦ୍ୱାରା ଧର୍ମରକ୍ଷା ଏବଂ ନିରନ୍ତର ସାଧନା ଦ୍ୱାରା ବିଦ୍ୟା ଉପାର୍ଜନ ହୋଇଥାଏ। ପତିବ୍ରତା ସ୍ତ୍ରୀ କାରଣରୁ ପରିବାର ଏବଂ ମୁଦ୍ର ସ୍ୱଭାବ କାରଣରୁ ରାଜାର ରକ୍ଷା ହୋଇଥାଏ। ବେଦ ଏବଂ ପଣ୍ଡିତକୁ ବ୍ୟର୍ଥ କହୁଥିବା ଏବଂ ଶାସ୍ତ୍ରକୁ ନିରର୍ଥକ କହୁଥିବା ବ୍ୟକ୍ତି ସର୍ବଦା କ୍ଲେଶରେ ଜୀବନ ବ୍ୟତୀତ କରିଥାଏ। ଦାନ ସର୍ବଦା ଦାରିଦ୍ରତାର ନାଶ କରିଥାଏ। ସୁଶୀଳତା ଦୁର୍ଗତିର ନାଶ କରିଥାଏ। ସେହିଭଳି ବୁଦ୍ଧି ଅଜ୍ଞାନ ଭୟର ନାଶ କରିଥାଏ। କାମନା, ବାସନା ଭଳି ଅନ୍ୟ କୌଣସି ବଡ଼ ରୋଗ ନାହିଁ। ମୋହ ଭଳି କୌଣସି ଶତ୍ରୁ ନାହିଁ। ଯେଉଁଭଳି କ୍ରୋଧ ସମାନ କୌଣସି ନିଆଁ ନାହିଁ ଏବଂ ଜ୍ଞାନ ସମାନ କୌଣସି ସୁଖ ନାହିଁ। ଏହା ନିରାଟ ସତ୍ୟ ଯେ ମନୁଷ୍ୟ ସର୍ବଦା ଏକୁଟିଆ ଜନ୍ମ ନେଇଥାଏ, ଏକୁଟିଆ ମୃତ୍ୟୁବରଣ ମଧ୍ୟ କରିଥାଏ ଏବଂ ଏକୁଟିଆ ହିଁ ମୋକ୍ଷ ପ୍ରାପ୍ତି କରିଥାଏ। ଏହି ପୃଥିବୀରେ ଯେଉଁ ବ୍ୟକ୍ତିକୁ କୌଣସି ଜିନିଷର କାମନା ନଥାଏ,
ତା ସାମ୍ନାରେ ସବୁ ଜିନିଷ ଘାସ ସଦୃଶ୍ୟ ହୋଇଥାଏ। ବିଦେଶରେ ବିଦ୍ୟା ମିତ୍ର ହେବା ଭଳି ଘରେ ସ୍ତ୍ରୀ ମିତ୍ର ହୋଇଥାଏ। ସାଙ୍ଗମାନେ, ସର୍ବଦା ମନୁଷ୍ୟ ଯେତେବେଳେ ଜନ୍ମ ହୋଇଥାଏ ଆସିଥାଏ ଏକା, ଯେତେବେଳେ ତାର ମୃତ୍ୟୁ ମଧ୍ୟ ଘଟିଥାଏ ସେତେବେଳେ ସେ ଦୁନିଆକୁ ଛାଡ଼ିଥାଏ ମଧ୍ୟ ଏକା। ତା ସାଥିରେ କେହି ଆସିନଥାନ୍ତି କି ତା ସାଥିରେ କେହି ଯାଇନଥାନ୍ତି। ସେଥିପାଇଁ ଆପଣମାନଙ୍କୁ କାହାର ସାହାଯ୍ୟ ମାଗିବା ଦରକାର ନାହିଁ, କାହାକୁ ବି ସାହାଯ୍ୟ ମାଗିବାର ଆବଶ୍ୟକ ନାହିଁ। କାରଣ ଆପଣମାନଙ୍କୁ ଜାଣିନେବା ଦରକାର ଆପଣମାନେ ଆସିଛନ୍ତି ଏକା ମାନେ ଆପଣଙ୍କୁ ଯିବାର ମଧ୍ୟ ଏକା ଅଛି। ଆପଣଙ୍କୁ କେହି ବି ସାହାଯ୍ୟ କରିବେନି। ଯଦି ବି ଆପଣଙ୍କୁ କେହି ସାହାଯ୍ୟ କରିବେ ତାହେଲେ ତାଙ୍କ ମନରେ କିଛି ନା କିଛି ଆପଣଙ୍କୁ ନେଇ ସ୍ୱାର୍ଥ ଥିବ। ଆଉ ଯେବେ ସେ ସ୍ୱାର୍ଥ ପୁରା ହୋଇଯିବ ସେବେ ତୁମକୁ ସେ ଅଧା ବାଟରେ ଛାଡ଼ି ଚାଲିଯିବ। ସେଥିପାଇଁ ଜୀବନରେ କେବେ ବି କାହାକୁ ସାହାଯ୍ୟ ମାଗନ୍ତୁ ନାହିଁ। କାରଣ ଲୋକମାନେ ଅନେଇ ବସିଛନ୍ତି ତୁମକୁ ସାହାଯ୍ୟ କରିବା ପାଇଁ, ହେଲେ ସେ ତୁମଠାରୁ କିଛି ନା କିଛି ଆଶା ରଖିବେ। ତୁମଠାରୁ ସେ କିଛି ନା କିଛି ପାଇବା ଆଶାରେ ହିଁ ତୁମମାନଙ୍କୁ ସାହାଯ୍ୟ କରିବେ। ତୁମେମାନେ ଯେପର୍ଯ୍ୟନ୍ତ ମନରେ ନ ଭାବିଛ କି ଏ ଦୁନିଆକୁ ମୁଁ ଏକା ଆସିଛି ମାନେ ମୋତେ ଏକା ହିଁ ଏ ଦୁନିଆରେ ଲଢ଼ିବାର ଅଛି, ଏକା ହିଁ ଏ ଦୁନିଆରେ ମୋ ନିଜର ଯାହା ବି କାମଧନ୍ଦା କରିବାର ଅଛି ମୋତେ ନିଜକୁ ହିଁ କରିବାକୁ ପଡ଼ିବ, କାହାକୁ ସାହାଯ୍ୟ ମାଗିବାର ନାହିଁ। କାରଣ ମୁଁ ଏଠି ଯାହାକୁ ସାହାଯ୍ୟ ମାଗିବି ସମସ୍ତେ ମୋତେ ଠକି ଦେଉଛନ୍ତି, ସମସ୍ତେ ମୋତେ କିଛି ନା କିଛି ତାଙ୍କୁ ସାହାଯ୍ୟ କରିବାକୁ କହୁଛନ୍ତି। ଲୋକମାନଙ୍କର ଇଏ ହେଉଛି ଚିନ୍ତାଧାରା। କାହିଁକି ନା ସମସ୍ତଙ୍କ ମନରେ କିଛି ନା କିଛି ତୁମଠାରୁ ପାଇବାର ଆଶା। ଏଇ କଥାଟାକୁ ଟିକେ ଧ୍ୟାନ ରଖିଥିବେ। ସାହାଯ୍ୟ କରିବେ ମାନେ କିଛି ନା କିଛି ସ୍ୱାର୍ଥ ତ ଲୋକମାନଙ୍କ ମନରେ ନିଶ୍ଚିତ ଭାବରେ ରହିବ। ସ୍ୱାର୍ଥପର ଦୁନିଆରେ ସ୍ୱାର୍ଥ ଲୋକମାନଙ୍କୁ ହିଁ ଆଜିକାଲି ସମୟରେ ସ୍ୱାର୍ଥ ହିଁ ଲୋକମାନଙ୍କୁ ଖରାପ କରିଦେଉଛି। ଲୋକମାନେ ଖରାପ ନୁହଁ, ଲୋକମାନଙ୍କର ସ୍ୱାର୍ଥ ବହୁତ ବଡ଼ ଖରାପ ଜିନିଷ। ସେଥିପାଇଁ ଜୀବନରେ ଗୋଟିଏ କଥା ଜାଣି ରଖନ୍ତୁ, ଦୁନିଆକୁ ଏକା ଆସିଛେ ମାନେ ଏକା ହିଁ ଯିବା। ସେଥିପାଇଁ ଏ ଦୁନିଆରେ ଏକା ହିଁ ଲଢ଼ିବେ, କାହାର ସାହାଯ୍ୟ ଦରକାର ନାହିଁ, କାହାର ସାହାଯ୍ୟ ଲୋଡ଼ିବାର ହିଁ ନାହିଁ। ସେହିଭଳି ରୋଗିଣା ଲୋକ ପାଇଁ ଔଷଧ, ମୃତ୍ୟୁବରଣ କରୁଥିବା ବ୍ୟକ୍ତି ପାଇଁ ଧର୍ମ ହିଁ ତାହାର ମିତ୍ର ହୋଇଥାଏ। ସମୁଦ୍ରରେ ବର୍ଷା ହେବା ବ୍ୟର୍ଥ ଅଟେ ଏବଂ ତୃପ୍ତ ବ୍ୟକ୍ତିଙ୍କୁ ଭୋଜନ କରାଇବା ବ୍ୟର୍ଥ ଅଟେ। ଧନୀ ବ୍ୟକ୍ତିଙ୍କୁ ଦାନ ଏବଂ ଦିନରେ ଦୀପ ଜଳାଇବା ବ୍ୟର୍ଥ ଅଟେ। ସାଙ୍ଗମାନେ, ଆମେମାନେ କ'ଣ କରିଥାଉ ନା, ଯେ ଉପାସ ଅଛି ତାକୁ କେବେ ଆମେ ଖାଇବାକୁ ଦେଇପାରିନଥାଉ, ତାକୁ ଆମେ କେବେ ପଚାରି ନଥାଉ କି ତୁ ଖାଇଛୁ କି ନ ଖାଇଛୁ। କିନ୍ତୁ ଯେ ଖାଇ ପିଇ ତା ପେଟ ଫୁଲ ତାକୁ ହିଁ ଆମେ ପଚାରିଥାଉ କି ଭାଇ ଆସୁନ ଟିକେ ଖାଇ ଦେଉନ। ତାକୁ ହିଁ ଆମେ ରିକ୍ୱେଷ୍ଟ କରିଥାଉ ଯିଏ ଖାଇ ପିଇ ତା ପେଟ ଭରିକିରି ସେ ବୁଲୁଛି। କିନ୍ତୁ ଯେ ନ ଖାଉଛି, ଯେ ଖାଇବାକୁ ପାଉନି, ତାକୁ ଆମେ କେବେ ପଚାରିଛେ କି ସେ ଲୋକଟି ଖାଇଛି କି ନ ଖାଇଛି, ତାର ପେଟରେ ଭୋକ ଅଛି କି ନ ଅଛି, କେବେ ଆମେ ପଚାରିନଥିବେ। ଆଜିକାଲି ଲୋକ ହିଁ ସେଇଭଳି। କେବେ ବି ହେଲେ ଗୋଟେ ଭୋକିଲା ଲୋକର ପେଟକୁ କେହି ଦେଖିପାରନ୍ତିନି। ସବୁବେଳେ ଯେ ଖାଇ ପିଇ ଧନୀ ଲୋକଟିଏ ତାକୁ ହିଁ ସମସ୍ତେ ଦେଖିପାରନ୍ତି, ତାରି ଦୁଃଖ ହିଁ ସମସ୍ତେ ବୁଝିପାରିଥାନ୍ତି। ଛାଡ଼ନ୍ତୁ, ଇଏ ତ ଲୋକମାନଙ୍କର ଚିନ୍ତାଧାରା। ଆପଣଙ୍କର ଚିନ୍ତାଧାରା କ'ଣ ଆପଣମାନେ ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଧନ୍ୟବାଦ ସାଙ୍ଗମାନେ, ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଶା କରିବି ମୋର এই ଭିଡ଼ିଓରୁ ଆପଣମାନଙ୍କୁ କିଛି ନା କିଛି ଶିଖିବା ପାଇଁ ମିଳିଥିବ। ଯଦି ମୋର এই ଭିଡ଼ିଓରୁ ଆପଣମାନଙ୍କୁ କିଛି ଶିଖିବା ପାଇଁ ମିଳିଛି ତାହେଲେ ଲାଇକ୍ଟେ କରିବେ, ସାଙ୍ଗମାନଙ୍କ ମଧ୍ୟରେ ସେୟାର ନିଶ୍ଚିତ ଭାବରେ କରିବେ, କମେଣ୍ଟ ବକ୍ସରେ ଆପଣମାନଙ୍କର ମତାମତ ରଖିବେ। ଯଦି ଆପଣମାନେ ଆମ ଟକିଂ ଅଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଥମ ଥର ପାଇଁ ଆମ ଟକିଂ ଅଲ୍ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍ କ୍ଲିକ୍ କରିବେ। କାରଣ ଆମ ଚ୍ୟାନେଲରେ ଯେବେ କିଛି ନୂଆ ମୋଟିଭେସନାଲ୍ ଭିଡ଼ିଓ ଛଡ଼ାଯିବ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ଧନ୍ୟବାଦ ସାଙ୍ଗମାନେ। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ଶ୍ରୀକୃଷ୍ଣ।